ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ଟୁ ଆୱାର ଚ୍ୟାନେଲ ଜ୍ଞାନଶାଳା। ତ ଆଜି ଆମେ ଏଇ ଭିଡ଼ିଓରେ ଷ୍ଟାର୍ଟ କରିବା। ତ OSAPIR ଯେଉଁ କନେଷ୍ଟବଳ ଅଛି ତା ଭିତରେ ଆମର କ୍ୱେଶ୍ଚିନ୍ ଆସୁଛି ସିଚୁଏସନାଲ ଆୱାରନେସ୍ ଅଫ୍। ତ ଆମେ ସିଚୁଏସନାଲ ଆୱାରନେସ୍ର ଟପ୍ 100 କ୍ୱେଶ୍ଚିନ୍ କରିବା। ତ ଆଜି ଏଇ ପାର୍ଟରେ ଆମେ କରିବା ଟପ୍ 10 କ୍ୱେଶ୍ଚିନ୍। ତ ଧୀରେ ଧୀରେ ଡେଲି କ୍ୱେଶ୍ଚିନ୍ କରି ଏମିତି 100 କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା, ତାପରେ ଆମେ ମକ୍ ଟେଷ୍ଟ ଦେବା। ଓକେ, ତ ସମସ୍ତେ ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅ। ତ ସାଙ୍ଗମାନଙ୍କ ସାଙ୍ଗରେ ବି ସେୟାର କର। ତ ଚାଲ ଷ୍ଟାର୍ଟ କରିବା ଆଜିର କ୍ଲାସ୍। ଓକେ, ଷ୍ଟାର୍ଟ କରିବା। ତ ଆମେ ଟୋଟାଲ क्वेश्चन ପ୍ରାକ୍ଟିସ୍ କରିବା ଆମର 100 क्वेश्चन। ତ 100 क्वेश्चन ଆଜି ଆମେ 10ଟା क्वेश्चन ପ୍ରାକ୍ଟିସ୍ କରିବା। ଓକେ, ତ ଚାଲ ନେକ୍ସଟ ଯିବା ଫାର୍ଷ୍ଟ क्वेश्चन को। ଫାର୍ଷ୍ଟ क्वेश्चन ହେଲା, you come to know that your boss is writing a false report to the highest authority, what would you do? ମାନେ ଓଡ଼ିଆ ମିନିଂ ହେଲା କ'ଣ, ମାନେ ତମେ ଗୋଟେ ଅର୍ଗାନାଇଜେସନରେ ମାନେ କାମ ଜବ୍ କରୁଛ। ତମ ବସ୍ ତମ ହାୟର ଅଥରିଟି ଯିଏ ଅଛନ୍ତି ତାଙ୍କୁ ମାନେ ଗୋଟେ ଫଲ୍ସ ରିପୋର୍ଟ ଦଉଛନ୍ତି କି ତମେ ଏଇଟା ଭୁଲ କରୁଛ ସେଇଟା ଭୁଲ କରୁଛ, କିନ୍ତୁ ଫଲ୍ସ ସେଇଟା। ତ ତମେ ସେଇ ସିଚୁଏସନରେ କ'ଣ କରିବ? ଆମର ଅପସନ୍ ଆସିଲା ଫାର୍ଷ୍ଟ ଇଗ୍ନୋର ଆଣ୍ଡ କିପ୍ ଇଟ୍ କ୍ୱାଇଟ୍। କଥାକୁ ଇଗ୍ନୋର କରିବା, କିପ୍ କ୍ୱାଇଟ୍ ମାନେ ଶାନ୍ତ ରହିବା, ତ ଏଇଟା ହବନି। ସେକେଣ୍ଡ ଆସିଲା କ'ଣ, ଡିସ୍କସ୍ ୱିଥ୍ ୟର୍ କଲେଜିୟସ୍ ଆଣ୍ଡ ଟେକ୍ ଷ୍ଟେପ୍ ଜଏଣ୍ଟଲି। ମାନେ ତମ ଯିଏ ସାଙ୍ଗସାଥି ଅଛନ୍ତି ସେଇ କମ୍ପାନୀର ତମ ସହିତ ଯେଉଁମାନେ ସବୁ କାମ କରୁଛନ୍ତି ତାଙ୍କ ସହ କଥା ହବ ଆଉ ମିଶିକି କିଛି ଗୋଟେ କର। ତ ଏଇଟା ହେଇପାରେ ଦେଖିବା। ତାପରେ ନେକ୍ସଟ ଥାର୍ଡ ହେଉଛି ମିଟ୍ ୟୋର ବସ୍ ଡାଇରେକ୍ଟଲି ପ୍ରୋଟେଷ୍ଟ ଏଗନେଷ୍ଟ ହିଜ୍ ଆକ୍ସନ୍। ତ ତାଙ୍କ ପାଖକୁ ବସ୍ଙ୍କ ପାଖକୁ ଯାଅ, ତାଙ୍କୁ ଡାଇରେକ୍ଟ ଆକ୍ସନ୍ ନିଅ। ତ ଏଇଟା ଠିକ୍ ଲାଗୁନି ନା, ତ ଏଇଟା ବି ହବନି। ଓକେ, ତ somehow report the incident well। ସମସ୍ତଙ୍କୁ ସେ ଜିନିଷଟା କହିଦିଅ, ସମସ୍ତଙ୍କୁ କହିବାଟା ବି ଠିକ୍ ହବନି। ତ ଆନ୍ସର କୋଉଟା ହବ? ଏଠି ଆମର ଆନ୍ସର ହବ ଏଇଟା ହବ, ଆନ୍ସର ହବ ଟୁ। ଯଦି ଅଥରିଟି ଫଲ୍ସ ରିପୋର୍ଟ ଦଉଛନ୍ତି ତ ତମେ ସେଠି କ'ଣ କରିବ? ତ ସେଠି କରିବାନି, ଆମେ କଲେଜ ସାଙ୍ଗରେ କଥା ହବା, ମିଶିକି କିଛି ଗୋଟେ କରିବା। ତ ଏଇଟା ହବ ଆନ୍ସର। ଓକେ, ସିଚୁଏସନାଲ ଆୱାରନେସ୍ ମାନେ କ'ଣ? ସିଚୁଏସନାଲ ଆୱାରନେସ୍ ମାନେ ଗୋଟେ ସିଚୁଏସନଟେ ଦେଇଥିବ, ତମେ ସେଇ ସିଚୁଏସନକୁ କେମିତି ତାକୁ ହ୍ୟାଣ୍ଡେଲ କରିବ, ହେଲା। ସେ ସିଚୁଏସନ କେମିତି ହ୍ୟାଣ୍ଡେଲ କରିବ, ଯୋଉ ସିଚୁଏସନାଲ ଆୱାରନେସ୍ ମାନେ ଏଇଠି ଗୋଟେ ସିଚୁଏସନ ଦେଇଛି, ଏଇଭଳିଆ ଗୋଟେ ସିଚୁଏସନ ହବ, ତାକୁ ଆମେ କେମିତି ହ୍ୟାଣ୍ଡେଲ କରିବା। ତ ସେଇଟାକୁ ଆମେ କହିବା ସିଚୁଏସନ। ଏଟାକୁ ନିଜେ ମାନେ ନିଜେ ସେଇ ଜାଗାକୁ ରଖିକି ଆମେ ଭାବିବା କୋଉଟା ଆମେ କଲେ ଠିକ୍ ହବ। ଓକେ, ସେଇଟା ହେଉଛି ସିଚୁଏସନାଲ ଆୱାରନେସ୍ର ମାନେ କରିବା ପାଇଁ ଇଜି ମେଥଡଟା ହେଉଛି କ'ଣ ନା, ଯୋଉ ଜିନିଷଟା ହେଉଛି ସିଚୁଏସନଟା ତାକୁ ସେଇ ଜାଗାରେ ଆମେ ନିଜେ ରହିକି ଭାବିଲେ ସେଟା କ'ଣ ହବ, ମାନେ ସେଇ ସିଚୁଏସନ କେମିତି ଆମେ ହ୍ୟାଣ୍ଡେଲ କରିପାରିବା। ତ ସେଇଟାକୁ ସିଚୁଏସନାଲ କୁହାଯାଏ। ତ ନିଜକୁ ସେଇଠି ରଖିକି କ୍ୱେଶ୍ଚିନ୍ଟା ପଢ଼ିଲେ ସେ କ୍ୱେଶ୍ଚିନ୍ ଜାଗାରେ ନିଜକୁ ରଖିକି ଭାବିଲେ ଯାହା ହବ ଆନ୍ସର ସେଇଟା ହବ ସିଚୁଏସନାଲ ଆୱାରନେସ୍ର ଆନ୍ସର। ତ 1 ନମ୍ବର ଆନ୍ସର ଆମର ହେଇଗଲା। 1 ନମ୍ବର ଆନ୍ସର ମାନେ କ୍ୱେଶ୍ଚିନ୍ ଆନ୍ସର ହେଉଛି ଏଠି ଡିସ୍କସ୍ ୱିଥ୍ ଦ କଲେଜେସ୍ ଆଣ୍ଡ ଦେନ୍ ଟେକ୍ ଷ୍ଟେପ୍ ଜଏଣ୍ଟଲି, ମିଶିକି କରିବା ବୋଲି। ଏଇଟା ହେଉଛି ଆନ୍ସର। ଓକେ, ତ କ୍ଲିଅର ଏଇଠି। ତ ଯିବା ନେକ୍ସଟ କ୍ୱେଶ୍ଚିନ୍କୁ। ନେକ୍ସଟ କ୍ୱେଶ୍ଚିନ୍ ଦେଇଛି, when you return from the office you observe that your best friend's house is set on fire, you will। ମାନେ ଦେଇଛି ତମେ ଅଫିସରୁ ରିଟର୍ନ କରୁଛ, ତମେ ଦେଖିଲ ଯେ ତମ ବେଷ୍ଟ ଫ୍ରେଣ୍ଡ ହାଉସରେ ଏଠି ମାନେ ନିଆଁ ଲାଗିଯାଇଛି, ହେଲା। ତ ସେଠି ତମେ କ'ଣ କରିବ? ଗେଟ୍ ପାନିକ୍ ଆଣ୍ଡ ଷ୍ଟାର୍ଟ ରନିଂ ହିଅର୍ ଆଣ୍ଡ ଦେୟାର, ମାନେ ଡରିକି ଇଆଡ଼େ ସିଆଡ଼େ ମାନେ ଦୌଡ଼ିବା। ତ ଏଇଟା ତ ହବନି ଟୋଟାଲି। ଟ୍ରାଏ ଟୁ ରିମୁଭ୍ ଭାଲୁଏବଲ୍ସ ଫ୍ରମ୍ ଦ ହାଉସ୍, ତ ଏଇଟା କିଛି ମାତ୍ରାରେ ଠିକ୍ ହେଇପାରେ। ତ ଦେଖିବା ସିକ୍ ହେଲ୍ପ ଫ୍ରମ୍ ନେଇବର୍ସ ଆଣ୍ଡ ରିମୁଭ୍ ଦ ଭାଲୁଏବଲ୍ସ, ଏଇଟା ବି ହେଇପାରେ। ତ ଦେଖିବା ସିକ୍ ହେଲ୍ପ ଫ୍ରମ୍ ଦ ନେବର୍ସ ପୁଟିଂ ଅଫ୍ ଦ ଫାୟାର, ମାନେ ୟାର ମିନିଂ ହେଉଛି ନେବରଙ୍କ ସାହାଯ୍ୟ ଦ୍ୱାରା ତାଙ୍କ ଘର ସବୁ ଭାଲୁଏବଲ୍ ମାନେ ମୂଲ୍ୟବାନ ଜିନିଷ ଆମେ କାଢ଼ିପାରିବା। ଅପସନ୍ 4 ଦେଉଛି ସିକ୍ ହେଲ୍ପ ଫ୍ରମ୍ ନେବର୍ସ, ମାନେ ନେବରଙ୍କୁ ହେଲ୍ପ ମାଗିବା, ମିଶିକି ଫାୟାରକୁ ଲିଭେଇବା। ଏଇଟା ଗୋଟେ ଦେଲା ପୁଟିଂ ଅଫ୍ ଗୋଟେ ଫ୍ରେଜାଲ ଫର୍ମ। ଏଠି ୟାର ମାନେ ହେଉଛି ନିଆଁ ଲିଭେଇବା। ପୁଟିଂ ଅଫ୍ର ମାନେ ହେଉଛି କ'ଣ?
ନିଆଁ ଲିଭାଇବା ହେଲା, ଏଇଟା ମାନେ ଲେଖି ହଉନି। ପୁଟିଂ ଅଫ୍ ମାନେ ହଉଛି ନିଆଁ ଲିଭେଇବା। କ୍ଲିୟର? ତ ଅପସନ କୋଉଟା ଠିକ ଲାଗୁଛି? ଅପସନ 4ଟା ଠିକ ଲାଗୁଛି, ମାନେ 100% କ୍ଲିୟର। ଏଇଟା ସବୁ ହେଇପାରେ 30% 50% ହେଇପାରେ, କିନ୍ତୁ ଭାଲ୍ୟୁଏବୁଲ, କେବଳ ଭାଲ୍ୟୁଏବୁଲ ଜିନିଷ ଗୁଡା ଆମେ ମାନେ ରକ୍ଷା କରିବା କି ନିଆଁରୁ? ନାଇଁ ନା, ସେଇଟା ଭୁଲ ହବ, ତ ଲୋଭି ହେଇଯିବା ଆମେ ସେଇଠି। ତ ଆନ୍ସରଟା କୋଉଠି ହବ? ଏଠି ଆନ୍ସର ହବ 4 ନମ୍ବର, ମିଶିକି ନେଇବରଙ୍କୁ ହେଲ୍ପ ମାଗିବା, ମିଶିକି ନିଆଁଟାକୁ ଲିଭାଇବା। ଓକେ, 2 ନମ୍ବର ଆନ୍ସର ମାନେ କ୍ୱେଶ୍ଚିନ୍ ଆନ୍ସର ହେଲା ଏଇଟା। ତ ଆସିବା ନେକ୍ସଟ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ ଦେଇଛି, ୟୁ ଆଣ୍ଡ ୟୁର ପ୍ୟାରେଣ୍ଟସ୍ ଲିଭ୍ ଇନ୍ ଏ ଡିଫରେଣ୍ଟ ସିଟି। ମାନେ ତୁମେ ଆଉ ତୁମ ପ୍ୟାରେଣ୍ଟସ୍ ଅଲଗା ଅଲଗା ସିଟିରେ ରହୁଛ। ଓକେ, ୟୁର ମଦର ଇଜ ନଟ୍ ୱେଲ୍ ଆଣ୍ଡ ଇଜ ସିକିଂ ୟୁ ଟୁ ଲିଭ୍ ଦ ଜବ୍। ମାନେ ତମ ମାଙ୍କର ଦେହ ଖରାପ ଅଛି, ତ ମା ଚାହୁଁଛନ୍ତି ତମ ଜବଟା ଛାଡିକି ଆସିକି ତାଙ୍କର କେୟାର ନିଅ ବୋଲି, ତାଙ୍କ ପାଖରେ ରୁହ ବୋଲି। ତ ତମେ ସେଇ ସିଚୁଏସନରେ କଣ କରିବ? ଦେଖିବା ଅପସନକୁ ଯିବା। ଫାର୍ଷ୍ଟ ଦେଖିବା, stay here and don't the job and keep thinking about your mother and all time as you need the money. ଓକେ, ସେ ଦେଇଛି କଣ? ତମେ ସେ ଘରେ ରହିବ ଆଉ ମାଙ୍କ ପାଖରେ ସବୁବେଳେ ବେଳେ 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 ରହିବ ହେଲା, ଜବ୍ କରିବନି। ତ ଏଇଟା କଣ ହବ କି? ମାଙ୍କ ପାଖରେ ଖାଲି ଜବ୍ ବି ନା ଦରକାର, ମା ବି ଦରକାର, ତ ଏଇଟା ହବନି ଆନ୍ସର। ଓକେ, ଆନ୍ସର ହବନି। Take work from home where you stay so that you can take care of her and do the job. ତ ଏଇଟା ଠିକ ଲାଗୁଛି, ଦେଖିବା। Leave the job and take care of her, ଏଇଟା ବି ହବନି, ଜବ୍ ଟା ଛାଡି ପାରିବାନି। Send your mother to the old age, ଏଇଟା ତ ଟୋଟାଲି ହବନି। ତ ଆନ୍ସର କୋଉଟା ହବ? 2 ନମ୍ବର ଆନ୍ସର ଅପସନ ହବ ବି 2। 3 ନମ୍ବର ଆନ୍ସର ଏଇଟା, ମାନେ ୱାର୍କ ଫ୍ରମ ହୋମ କରିବା, ଘରେ ବି ରହିକି ଜବ୍ କରିପାରିବା ଆଉ ମାଙ୍କର ବି କେୟାର ନେଇପାରିବା। ଓକେ, କ୍ଲିୟର? 3 ନମ୍ବର ଆନ୍ସର ହେଇଗଲା। ତ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ। ନେକ୍ସଟ କ୍ୱେଶ୍ଚିନ୍ କଣ ଦେଇଛି? You are writing an examination and you notice that your best friend is cheating during the exam. ଦେଇଛି ଗୋଟେ ଏକ୍ସାମ ତମେ ଦଉଛ ମିଶିକି, ତ ତମ ବେଷ୍ଟ ଫ୍ରେଣ୍ଡ, ତମେ ଦେଖିଲ ତମ ବେଷ୍ଟ ଫ୍ରେଣ୍ଡ ସେଠି ଚିଟିଂ କରୁଛି, and the invigilator has not noticed. ଇନଭିଜିଲେଟର ଯିଏ ଅଛନ୍ତି ସେ ଦେଖି ପାରୁନାହାନ୍ତି। ଆଜ ଏ ରେସ୍ପନ୍ସିବୁଲ ସିଟିଜନ ତମେ ସେଠି କଣ କରିବ? କଣ କରିବ? ତାକୁ ମାଗିକି କପି କରିଦବ? ମିଶିକି କରିବ? ନାଇଁ, ସେଇଟା ତ ନୁହଁ। ତ ଦେଖିବା କଣ କରିବା। After the exam, you will advise your friend not to teach because if he gets caught, then his future will be spoiled. ତ ଏଇଟା ହେଇପାରେ, ଦେଖିବା। ସେ ଦେଇଛି ଏକ୍ସାମ ସରିଲା ପରେ ତାକୁ ବୁଝେଇବା ଯେ ଚିଟ୍ କରନି, ଆଉ ଯଦି ଧରା ପଡିଯାଉ ଏମିତି ହବ। ତ ସେଇଟା ସେ ଏକ୍ସାମ କରିଦେଇଛି ନା, ଯୋଉ ଚିଟ୍ କରିଦେଇଛି ନା, ତ ସେଇଟା ବି ଭୁଲ କଥା। ଦେଖିବା, ଏଇଟା ଠିକ ହେଇପାରେ ଲାଗୁଛି। will ask him to pass the cheat ମାନେ ତାକୁ କହିବା ଯେ ତୁ କରିସାରିଲେ ମତେ ଦବୁ, ମୁଁ ତାପରେ ଚିଟ୍ କରିବି, ଦେଖିକି କପି କରିବି। ତ ଏଇଟା ବି ହବନି ହେଲା, ଏଇଟା ହବନି, ଏଇଟା ଭୁଲ। will ignore as he is your best friend, ଇଗ୍ନୋର ବି କରିପାରିବାନି। complain about him to the invigilator, ତ ଏଇଟା ହବ 100% ରାଇଟ୍ ହେଲା। ଏଇଟା ହେଇପାରେ, କିନ୍ତୁ ସେଇଟା ସେ ଭୁଲ ଜିନିଷଟା କରିଦେଇଛି ନା, ତ ଆମେ ଭୁଲକୁ ଏଠି କେବେ ହେଲେ ବି ମାନେ ପ୍ରଶ୍ରୟ ଦବନି, ତ ଠିକ ଜିନିଷଟା କରିବା। ତ ଆନ୍ସର ହବ ଏଇଟା। 4 ନମ୍ବର ଆନ୍ସର ହଉଛି 4। ତ ଯିବା 5 ନମ୍ବରକୁ। ଦେଇଛି, the girl whom you love and we are going to marry। ଯଦି ତମେ ଗୋଟେ ଝିଅକୁ ଲଭ୍ କରୁଛ, ତାକୁ ବାହା ହେବା ପାଇଁ ଯାଉଛ ହେଲା, with me ଟା ମାନେ ସେଇ ଝିଅଟା ଗୋଟେ ଆକ୍ସିଡେଣ୍ଟ ହେଇଗଲା, ମାନେ ଗୋଟେ ବାହାଘର ଗୋଟେ ୱିକ୍ ପୂର୍ବରୁ ଆକ୍ସିଡେଣ୍ଟ ହେଇଗଲା, ଆଉ ତାର ଗୋଟେ ଗୋଡ ମାନେ ଲସ୍ ହେଇଗଲା କି ଭାଙ୍ଗିଗଲା କି କଣ ହେଲା। ୟୁ ୱିଲ୍, ମାନେ ଏଠି ତମେ କଣ କରିବ? ୟୁ ୱିଲ୍ ମ୍ୟାରି ହର୍ ଏନିୱେ ଆଜ୍ ହି ଆଡ୍ ଇଟ୍ ଇଜ୍ ନଟ୍ ହର୍ ଫଲ୍ଟ। ତାକୁ ବାହା ହବ, କାରଣ ନା ଏଇଟା ତାର ଭୁଲ ନଥିଲା ବୋଲି। ତ ଏଇଟା ହେଇପାରେ, ଦେଖିବା ଆଗକୁ। ଆକ୍ସ ଫର୍ ଡାଉରି ଟୁ ମ୍ୟାରି ହର୍, ତାକୁ ଡାଉରି ମାଗିବା ବାହା ହେବା ପାଇଁ, ଏଇଟା ତ ସମ୍ପୂର୍ଣ୍ଣ ଭୁଲ ହବ। ତ ଏଇଟା ଟୋଟାଲି ହବନି, ଡାଉରି ସିଷ୍ଟମ ତ ନାହିଁ ଆଉ। ତ ଡାଉରି ସିଷ୍ଟମ କି ଓକେ, ତ ରିଫ୍ୟୁଜ ଟୁ ଗେଟ୍ ମ୍ୟାରିଡ ହର୍, ତାକୁ ବାହା ହେବା ପାଇଁ ମନା କରିଦବା, ଏଇଟା ତ ଟୋଟାଲି ଭୁଲ ହେଇଯିବ।
asked her to see another group ତାକୁ ଦେଖେ ଯେ ତମେ ଆଉ କାହାକୁ ଦେଖିବା ଏଇଟା ହବନି ତ ଆନ୍ସର କୋଉଟା ହବ ଆନ୍ସର ହବ 1 ନମ୍ବର marry anyway as it is not ତାକୁ ବାହା ହୁଅ ଯେହେତୁ ସେଇଟା ତାର ଭୁଲ ନଥିଲା ହେଲା। ତ ଯିବା କ୍ୱେଶ୍ଚିନ୍ ନମ୍ବର 6 କୁ you and your boss were working on the same important project ତମେ ଆଉ ତମ ବସ୍ ଗୋଟେ ଇମ୍ପୋର୍ଟାଣ୍ଟ ପ୍ରୋଜେକ୍ଟରେ କାମ କରୁଛ ମିଶିକି ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ ଅଛି ହେଲା। so while discussing on some topic your boss started ignoring your point ମାନେ ଯୋଉ ଗୋଟେ କଥାବାର୍ତ୍ତା ହେଲା ବେଳେ ଗୋଟେ ବି ଟପିକ ଉପରେ ଯଦି ଡିସ୍କସନ ଅଛି ତମ ବସ୍ ତମ କଥାକୁ ଇଗ୍ନୋର କରୁଛନ୍ତି ହେଲା ତ ତମେ ସେଇଠି କଣ କରିବ ଦେଖିବା ଷ୍ଟାର୍ଟ ଆର୍ଗ୍ୟୁଇଂ ୱିଥ୍ ୟୋର ବସ୍ ଆର୍ଗ୍ୟୁ ଯୋଉଠି ଅଛି ସେଠି ମାନେ ଟୋଟାଲି ଆଖି ବନ୍ଦ କରି ଭୁଲ ମାରିଦ ହେଲା ୱାର୍କ ଫ୍ରମ ଦେୟାର ତ ସେଠୁ ଉଠିକି ପଳେଇ ଆସ ଏଇଟା ତ ହବନି ଏଇଟା ଗୋଟେ ମାନେ ଭଲ ବିହେଭିୟର ନୁହଁ use logical and strong point to support your point ତ ଏଇଟା ଠିକ ହେଇପାରେ ଦେଖିବା ନେକ୍ସଟ start irritating and them in some way ତ ଏଇଟା ହବନି ଇରିଟେଟ କାହାକୁ କରିବେନି ତ ଆନ୍ସର ହବ ଏଇଟା ଆନ୍ସର ହବ 6 ନମ୍ବର ଆନ୍ସର ହବ 3 use logical and strong points to support your point ହେଲା ଓକେ ଯଦି ସେଇଠି ନିଜେ ଯୋଉଠି ମାନେ ସିଚୁଏସନାଲ ଆୱାରନେସରେ ନିଜେ ରଖିକି ସେଇ ଜାଗାରେ ଆମେ ଭାବିଲେ ଆନ୍ସରଟା ଆମକୁ ମିଳିଯିବ ଆମେ ସେଇ ଜାଗାରେ ଥିଲେ କଣ କରିଥାନ୍ତେ you are writing an examination तो रिपीट ହେଇଯାଇଛି क्वेश्चन ଟା ओके तो एटा कोन हबो आंसर हबो एटा हला ओके जिबा नेक्स्ट क्वेश्चन Rama was going to his hometown by a train and suddenly a person snatched a purse from the lady गोटे राम जाउची ट्रेन रे जाउची सडनली देखिया जे जने चोरटे गोटे स्त्री लोक ठाରୁ ଗୋଟେ ପର୍ସଟା ଆମର ସ୍ନାଚ୍ ମାନେ ଛଡେଇକି ସ୍ନାଚ୍ ମାନେ ଗୋଟେ ଛଡେଇକି ଝାମ୍ପିକି ନେଇଯିବେ इन हिज कंपार्टमेंट से जो बगीरे थिला से भितरु से जंप माने ट्रेन जंप करदेला बाहर नहीं छड़े तब तुम कौन करियो पुट द चेन चेज हिम कट हिम हैंड ओवर द आरपीएफ रिटर्न द पर्स टू द लेडी एंड कंटिन्यू जर्नी से गला तुम चेन को टाणिबो ताकू दौड़िबो धरिकी कट हिम हैंड ओवर द आरपीएफ माने रेलवे प्रोटेक्शन फोर्स ताकू दबो तब तुम स्टार्ट करो एटा हेई पारे देखिबा just sat there and saw him running ତମେ ସେମିତି ବସିକି ଦେଖ ସେ ଚୋରି କରୁଛି ଏଟା ତ ଟର୍ନ ମାର ହବନି pacified the lady ତ ତାକୁ କୁହ ତ ଏଇଟା ବି ହବନି shouted for help from platform passenger grabbed the thief hand over him and returned the purse to lady ତ ଏଇଟା ହବ ମତେ ଲାଗୁଛି 100% ଲାଗୁଛି ନା ଏଇଟା ହିଁ 100% ହବ କାହିଁକି ନା ପୁଟ୍ ଚେନ୍ ମାନେ ଟାଣି ଦବାଟା ଠିକ ହବନି ନା ତ ସେ ଯେତେବେଳେ ଦୌଡ଼ିକି ଯାଉଛି ତ ପ୍ଲାଟଫର୍ମ ବି ଲୋକ ଥିବେ ତ ସେଠି ଆମେ ପାର୍ଟି କରି ଧରିଲୁ ଭାଇ ଚୋରି ଧରିକି ନେଇଗଲା ତ ସେମାନେ ଯଦି ତାକୁ ଭିଡ଼ିକି ଧରିବେ ତ ସେଇଟା ବି ହେଇପାରେ ମାନେ ଅନ୍ୟ ଲୋକ ବି ହେଲ୍ପ କରିପାରିବେ ତାକୁ ଓକେ ତ ଏଇଟା ହବ 100% ଆନ୍ସର ତ 8 ନମ୍ବର ଆନ୍ସର ହବ 4 you and your friend decide to go swimming in a nearby river ତମେ ଆଉ ତମ ସାଙ୍ଗ ମାନେ କଣ କଲ ନା ଚାଲ ଯିବା ଗାଧେଇବାକୁ କୋଉଠିକି ନା ପାଖରେ ଗୋଟେ ନଦୀ ଅଛି ସେଇଠି ଯିବା so on reaching there you hear the crying sound of a drowning child ମାନେ ଦେଖିଲ ଯେ ସେ drowning ମାନେ ତଳକୁ ଯୋଉ ଡବୁଛି ମାନେ ସେ ପିଲାଟି ବୁଡି ଯାଉଛି you ତମେ କଣ କରିବ dive into the river to save him ସାଙ୍ଗେ ସାଙ୍ଗେ ଯିବ ଦେଖିବାକୁ wait to see someone other person ମାନେ ଦେଖିବ ଯେ ଆଉ କିଏ ଅଛି କି ନା ହେଲ୍ପ କରିବାକୁ ତ ଏଇଟା ବି ହବନି ୱେଟ୍ କରିବା କି ସେଠି ନାଇଁ ନା ଲୁକ୍ ଫର୍ ପ୍ରଫେସନାଲ ଡ୍ରାଇଭର କୁ ଦେଖିବା ଯେ ପହଁରା ଜାଣିଥିବ ତ ଏଇଟା ବି ହବନି ସି ଦ ଚାଇଲ୍ଡ ଡ୍ରାଉନିଂ ସେମିତି ଦେଖିବ ତାକୁ ମାନେ ବୁଡିକି ମରୁଛି ତ ଏଇଟା ବି ନୁହଁ ତ ଆନ୍ସର କୋଉଟା ହବ 1 ନମ୍ବର ଆନ୍ସର ହବ ଡାଇଭ୍ ଇନଟୁ ଦ ରିଭର ଟୁ ସେଭ୍ ହିମ୍ ତ ମାନେ ସେଭ୍ ହବ ମାନେ ସେଇଟାକୁ ସରି ତାକୁ ସେଭ୍ କରିବା ପାଇଁ ଆମେ ସାଙ୍ଗେ ସାଙ୍ଗେ ଦୌଡ଼ିଯିବା ବାକି ଆମକୁ ପହଁରା ଆସିଥିବାର ଅଛି ନହେଲେ ଆମେ ବୁଡିକି ମରିଯିବା ହେଲା ତ ନଦୀକି ଯାଉଛୁ ମାନେ ପହଁରା ଅବଭିୟସଲି ଆସିଥିବ ତ ସିଓର 1 ନମ୍ବର ଆନ୍ସର ଏ ଯୋଉ 9 ନମ୍ବର ଆନ୍ସର ଏ ତ ଏଇଠି ନେକ୍ସଟ his sister wants to get admission in MS college but her mark fell shortly by 1% admission ମାନେ ସିଷ୍ଟର
ତାର MCA ରେ ଆଡମିସନ କରୁଛୁ କଲେଜ କିନ୍ତୁ ତାର 1% କମି ଯାଉଛି, ତମେ ସେଇ ଜାଗାରେ ତାକୁ କଣ କହିବ? ଟୋଲ୍ଡ ହର୍ ଟୁ ସିଟ୍ ହୋମ୍ ଆଣ୍ଡ ହାଉସ ହୋଲ୍ଡ, ତାକୁ କହିବେ ଘରେ ବସ ଘର କାମ କର, ଏଇଟା ତ ନୁହଁ। ଆଡଭାଇସ୍ ହର୍ ଟୁ ଜଏନ୍ ଆନାଦର ପ୍ରାଇଭେଟ ମେଡିକାଲ କଲେଜ ଆଣ୍ଡ ସି ଟୁକ୍ ଆଡମିସନ, ତ ଏଇଟା ହେଇପାରେ, ଦେଖିବା। ତାପରେ ସେ ମୋଟିଭେଟ୍ ହର୍ ଟୁ ଡୁ ୱେଲ୍ ନେକ୍ସଟ ଟାଇମ୍, ମୋଟିଭେଟ୍ କରିବା ନେକ୍ସଟ ଟାଇମ୍ ଭଲ କରିବା ପାଇଁ, ଭଲ ସାରା ବୁକ୍ ଆଣିବା। ହି ରିକ୍ୱାର୍ଡ ଆଣ୍ଡ ଆଡଭାଇସ୍ ହର୍ ଟୁ ଷ୍ଟାର୍ଟ ଗ୍ରାଜୁଏସନ୍ ସାଇଡ୍ ବାଇ ସାଇଡ୍, ତ ସାଇଡ୍ ବାଇ ସାଇଡ୍ କରିବା। ଟୋଲ୍ଡ ହର୍ ଦ୍ୟାଟ୍ ହି ୱିଲ୍ ବାଏ, ତ ଏଇଟା ହବନି, ତ ଏଇଟା ଆମେ ଆନ୍ସର ଠିକ ମୋଟିଭେଟ୍ କରିବା ତାକୁ, ତ ପ୍ରାଇଭେଟ ମେଡିକାଲ କଲେଜ ଠିକ ହବନି ନା, ତ ଏଇଟା ହବ ଆନ୍ସର ହବ ତାର, ଏଇଟା ଆନ୍ସର ହବ ଏଇଟା 10 ନମ୍ବର। ତ ଏଇଠି ଆମର 10ଟା କୋଶ୍ଚିନ୍ ସରିଯାଇଛି ଷ୍ଟେସନାରୀ, ତ 10ରୁ କିଏ କେତେ ରଖିଲ ତାକୁ କମେଣ୍ଟ ସେକ୍ସନରେ କହିବ। ଓକେ, ତ ଏଇଭଳି ଆମେ ଡେଲି 10ଟା କି 15ଟା ଲେଖାଏଁ କୋଶ୍ଚିନ୍ କରିବା। ତ ଡେଲି ଜଏନ୍ ହବ କ୍ଲାସରେ, ଦେଖିବ ଜଏନ୍। ତ 10ରୁ କେତେ କାହାର ରହିଲା କମେଣ୍ଟସ୍ ମାଧ୍ୟମରେ କହିବ। ଓକେ, କେତେ ରହିଲା? ତ ଲାଇକ୍ କରିଦେବ ଆମ ମ୍ୟାନଶାଲା ୟୁଟ୍ୟୁବ୍ ଚ୍ୟାନେଲକୁ, ସବସ୍କ୍ରାଇବ୍ କରିଦେବ, ଲାଇକ୍ କରିଦେବ, ସେୟାର କରିବ ସାଙ୍ଗମାନଙ୍କ ସହିତ, ଭଲ ଭଲ ଭିଡ଼ିଓ ଆଣିବା। ତ ଭିଡ଼ିଓଟିକୁ ଏଇଠି ରଖୁଛୁ। ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ ତ ସେୟାର କରିବେ। ଆଉ ଆଇ ହୋପ୍ କି ପ୍ରିପାରେସନ୍ ଠିକ୍ ଠାକ୍ ଚାଲିଥିବ, ଫିଜିକାଲ ବି ଠିକ୍ ଠାକ୍ କରୁଥିବେ। ତ ଏଇଠି ରଖୁଛି, ଭିଡ଼ିଓଟିକୁ ଏଣ୍ଡ କରୁଛି ଏଇଠି। ଓକେ, ତ ଜୟ ଜଗନ୍ନାଥ, ଭିଡ଼ିଓଟିକୁ ଏଇଠି ରଖୁଛି।